ভাইটি হাত মারছো রুও 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 কিছু না আস্তে ভাই 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 আস্তে ভাই বলিদান দিবস উপলক্ষে ভୁବନେଶ୍ୱର ପଞ୍ଚାୟତରେ ଗୋଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ସେ କାର୍ଯ୍ୟକ୍ରମରେ ମୋତେ ଭୁବନେଶ୍ୱରପୁର ଏବଂ ନାଥ ସାହିର କିଛି ଭାଇମାନେ ମୋତେ ଡାକିଥିଲେ। ମୁଁ ସେଠି ଯାଇଥିଲି ଏବଂ ବଳିଦାନ ଦିବସ କାର୍ଯ୍ୟକ୍ରମ ସମାପନ ହେଲା ପରେ ସେଠି ମୁଁ ଫେରୁଥିବା ସମୟରେ କ୍ୟାମ୍ପସରୁ ଫେରୁଥିବା ସମୟରେ ଗାଡ଼ିରେ ବସିଥିଲି। ମୋ ଗାଡ଼ି ଆଗରେ କିଛି ଲୋକ ସେ ଗାଡ଼ି ଅଟକେଇଲେ ଏବଂ ତାର କହିଲେ ଟିକେ ରୁହନ୍ତୁ, ଗୌତମ ବାବୁ ଆସିବେ। ମୁଁ କହିଲି ଠିକ୍ ଅଛି, ମୁଁ ଟିକେ ରହିଲି, ଅପେକ୍ଷା କଲି। ଗୌତମ ବାବୁ ଏବଂ ଜେନେରାଲ ସେକ୍ରେଟାରୀ ଟୁଲା ପଣ୍ଡା, ମନ୍ମଥ ବରାଳ, ସୁରଜଲାଲ ସାମଲ ଏବଂ ଅନ୍ୟ କିଛି ଲୋକମାନେ ପାଖାପାଖି 70-80 ଲୋକ ବାଡ଼ି ଏବଂ ଭୁଜାଲି, ଲୁହା ରଡ଼ରେ ମୋ ଗାଡ଼ିକି ଆଟାକ୍ କଲେ। ମୋ ଡ୍ରାଇଭର ବି ଇଞ୍ଜର୍ଡ ହେଇଛି, ମୋତେ ବି ଆଟାକ୍ କଲେ, ମୋ ହାତ ବି ଭାଙ୍ଗିଛି। ତାପରେ ପୋଲିସ ମୋତେ ରେସ୍କ୍ୟୁ କରି ନେଇକି ଆସିଲା।